ଆଉ ସେମାନେ ତାଙ୍କ ବସ୍ତ୍ର ସବୁ ଭାଗ କରିବା ନିମନ୍ତେ ବୁଲି ବାଣ୍ଟ କଲେ। ଏହା ହଉଛି ପ୍ରଥମ ବାଣୀ, ଯେତେବେଳେ ଯୀଶୁ କ୍ରୁଶରେ ରହିକି ଏଇ କଥା ପ୍ରଥମେ କହିଥିଲେ ଯେ ପିତ ଏମାନଙ୍କୁ କ୍ଷମା କର, କାରଣ ଏମାନେ ତା ଜାଣନ୍ତି ନାହିଁ। ଦେଖନ୍ତୁ ମୋର ପ୍ରିୟ ମାନେ, ଯେତେବେଳେ ଯୀଶୁ କ୍ରୁଶରେ ଥିଲେ 7ଟି କଥା କହିଥିଲେ, 7ଟି କଥା ଭିତରେ ପ୍ରଥମ କଥା ହଉଛି, ପ୍ରଥମ ବାଣୀ ହଉଛି ସେ କ୍ଷମା କରିବା ବିଷୟରେ ଆମମାନଙ୍କୁ ଆଉ ସେ ଶିକ୍ଷା ଦିଅନ୍ତି। ଆଉ ଆମେ ଜାଣୁ ଯୀଶୁ କେବେ ମଧ୍ୟ ମାନେ କେବଳ କଥା କହିବା ବ୍ୟକ୍ତି ନାହିଁ, ସେ ନିଜେ ସେଟା ନିଜେ ପାଳନ କରନ୍ତି, ତାପରେ ଅନ୍ୟମାନଙ୍କୁ ଆମମାନଙ୍କୁ ଶିକ୍ଷା ଦେବା ପରମେଶ୍ୱର। ଯେତେବେଳେ ଲୁକ 11 ପର୍ବ ତାର 1ରୁ 4 ପଦ ଭିତରେ ଯଦି ଆମେ ଦେଖୁ, ଶିଷ୍ୟମାନେ ଆସି ଯୀଶୁଙ୍କୁ କହୁଛନ୍ତି, ହେ ଗୁରୁ, ଜହନ ତ ତାଙ୍କର ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବା ବିଷୟ ଶିଖାଇଛନ୍ତି, ଆପଣ ବି ଆମମାନଙ୍କୁ ପ୍ରାର୍ଥନା କରିବା ବିଷୟ ଶିଖାନ୍ତୁ। ଯେତେବେଳେ ଯୀଶୁ ସେମାନଙ୍କୁ ପ୍ରାର୍ଥନା କରିବା ବିଷୟ ଶିଖାଉଛନ୍ତି, ଆମେ ଜାଣୁ ଯୀଶୁ ଶିଖେଇଥିବା ପ୍ରାର୍ଥନା, ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା, ଏଇ ପ୍ରାର୍ଥନା ଥିଲେ। ଆଉ ସେଇଠି ଗୋଟେ କଥା ଆସେ ଯେ ଆମମାନେ ଯେପରି ଆପଣ ଅପରାଧୀ ମାନଙ୍କୁ କ୍ଷମା କରିଅଛୁ, ସେପରି ଆମ ମାନଙ୍କର ଅପରାଧ ସବୁ କ୍ଷମା କର। এই ବିଷୟ ସେ ଯୀଶୁ ଶିଖାଇଥିଲେ। ଆଉ ଜହନ 13 ପର୍ବ ତାର 14ରୁ 14-15 ପଦରେ ଯଦି ଆମେ ଦେଖୁ, ସେଠାରେ ଏପରି ଲେଖାଯାଏ, ଅତଏବ ପ୍ରଭୁ ଓ ଗୁରୁ ଯେ ମୁଁ ଯଦି ତୁମମାନଙ୍କୁ ପାଦ ଧୋଇ ଦେଇଅଛି, ତେବେ ତୁମମାନଙ୍କର ମଧ୍ୟ ପରସ୍ପରର ପାଦ ଧୋଇବା କର୍ତ୍ତବ୍ୟ, କାରଣ ତୁମମାନଙ୍କ ପ୍ରତି ମୁଁ ଯେପରି କରିଅଛି ତୁମେମାନେ ମଧ୍ୟ ଯେ ସେପରି କର, ଏଥି ନିମନ୍ତେ ମୁଁ ତୁମମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି। ଅର୍ଥାତ୍ ଏଇଠି ଯୀଶୁ ନିଜେ ଗୁରୁ ହୋଇ ମଧ୍ୟ କଣ କରୁଛନ୍ତି, ଶିଷ୍ୟମାନଙ୍କର ପାଦ ଧୋଇ ତାଙ୍କେ ସେମାନଙ୍କୁ ଉତ୍ସାହିତ କରନ୍ତି, ମୁଁ ତୁମମାନଙ୍କୁ ଯୋଉ ଆଦର୍ଶ ଦେଖାଇଲି, ତୁମେମାନେ ମଧ୍ୟ ଆପଣା ଭାଇମାନଙ୍କର ପାଦ ଧୋଇବା କର୍ତ୍ତବ୍ୟ ବୋଲି ଶିଖାନ୍ତି। ଅର୍ଥାତ୍ ମୁଁ କହିବା ପାଇଁ ଚାହେଁ, ଯୀଶୁ କେବେ ମଧ୍ୟ କେବଳ କଥା କହନ୍ତି ନାହିଁ, କେବଳ ଶିକ୍ଷା ହିଁ ଦିଅନ୍ତି ନାହିଁ, ସେ ନିଜେ ତାକୁ ପ୍ରାକ୍ଟିକାଲ କରିକି, ନିଜେ ତା ଅନୁଭବ କରିକି, ନିଜେ ତା କରିସାରିକି ସେ ଆମମାନଙ୍କୁ ଶିଖାନ୍ତି। ସେଥିପାଇଁ ସେ ଶିଷ୍ୟମାନଙ୍କୁ କହିଲେ, ପ୍ରାର୍ଥନା ଯେତେବେଳେ ଶିଖାଇଲେ, ପ୍ରଭୁ ଆମେ ଯେପରି ଆପଣ ଅପରାଧୀ ମାନଙ୍କୁ କ୍ଷମା କରିଅଛୁ, ସେହିପରି ଆମମାନଙ୍କର ଅପରାଧ କ୍ଷମା କର ବୋଲି ପ୍ରାର୍ଥନା ଶିଖେଇଲେ। ତ ସେ କ୍ରୁଶରେ ଥାଇ ନିଜମାନଙ୍କୁ କ୍ଷମା ପ୍ରାର୍ଥନା କଲେ, ଆଉ ସେ ନିଜେ ଦେଖେଇଲେ, ପ୍ରଭୁ ହେ ପିତ, ଏମାନଙ୍କୁ ତୁମେ କ୍ଷମା କର, କାରଣ ଏମାନେ କଣ କରନ୍ତି ତା ଜାଣନ୍ତି ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତ ଆଉ କାଲି ପ୍ରଭୁ ମତେ ସନ୍ଧ୍ୟା ସମୟରେ, ମୁଁ ତ କାଲି ହଠାତ୍ କାଲି ସକାଳେ 6:30 ପାଖାପାଖି ସକାଳରେ ମୁଁ ଏଇ ଖବର ପାଇଥିଲି ଯେ ମତେ 2ଟି କୃଷି ବାଣୀ କହିବାକୁ ପଡିବ। ତ ମୁଁ ହଠାତ୍ କାଲି ପ୍ରିପାରେସନ ହେଇପାରୁନଥିଲି, ଗିର୍ଜାକୁ ପଳେଇଲି। ଗିର୍ଜାକୁ ଆସିଲା ପରେ ଆପଣ ମାନେ ଜାଣନ୍ତି, ମୋ ମା ଦୀର୍ଘ 10 ଦିନ ଧରି କୋରାପୁଟ ହସ୍ପିଟାଲରେ ଅଛି। ସେ ବିଲକୁଲ ପାଟି ଖୋଲୁନି, କିଛି ଖାଇପାରୁନି, ଏଇଭଳିଆ ଅବସ୍ଥାରେ ସେ କୋରାପୁଟରେ ଅଛି। ତ ମୁଁ କାଲି ଗିର୍ଜା ସରିଲା ପରେ 10ଟା ପରେ 2ଟା ପରେ ମୁଁ ପାଖାପାଖି 4ଟା ବେଳକୁ କୋରାପୁଟ ହସ୍ପିଟାଲ ଯାଇ ଘରକୁ ଆସି ରିଟର୍ନ ଫେରିଲା ବେଳକୁ ମତେ ସନ୍ଧ୍ୟା 7ଟା ହେଇଗଲା। ଯେତେବେଳେ 7ଟା ହେଲା, ମୁଁ ଏଇ ବାକ୍ୟ ଧରିକି ବସିଲି, ପ୍ରଭୁ ଏ ବାକ୍ୟର ମତେ କଥା କହ, କାଲି ସକାଳେ ଏ ବାକ୍ୟକୁ ତୁମର ଦାସ ଦାସୀ ମାନଙ୍କ ସମ୍ମୁଖରେ ରଖବାର ଅଛି। ତେବେ ପ୍ରଭୁ ମତେ କଥା କହିଲେ। ଆଉ ଏଇ ବାଇବଲରେ ମତେ 5 ଜଣ ବ୍ୟକ୍ତିଙ୍କ ବିଷୟରେ ପ୍ରଭୁ ମତେ ଦେଖେଇଲେ। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ବାଇବଲର ଅନେକ ବ୍ୟକ୍ତି ମାନ ଅଛନ୍ତି ଯିଏକି ଅନ୍ୟମାନଙ୍କୁ କ୍ଷମା ଦେଇଛନ୍ତି, କିନ୍ତୁ ମୁଁ 5 ଜଣ ବ୍ୟକ୍ତିଙ୍କ ବିଷୟରେ ମୁଁ କହିବା ପାଇଁ ଚାହେଁ ଯେ ସେମାନେ ମଧ୍ୟ ଅନ୍ୟ ଦେଇଥିଲେ। ତେବେ ପ୍ରଥମ ବ୍ୟକ୍ତି ବିଷୟରେ ଆମେ ଅଳ୍ପ ଟିକେ ଆଲୋଚନା କରିବା, ଯାହାକି ପ୍ରେରିତ 7 ପର୍ବରେ ଆମେ ଦେଖୁ ଜଣେ ବ୍ୟକ୍ତି, ପ୍ରେରିତ 7 ପର୍ବ ତାର 60 ପଦରେ, ଆଉ ଆମେ ଷ୍ଟିଫାନଙ୍କ ବିଷୟରେ ଆମେ ଦେଖୁ। ଷ୍ଟିଫାନ ମଧ୍ୟ କଣ କରୁଛନ୍ତି ସେଠାରେ ଆମେ ପଢିବା। ପ୍ରେରିତ 7 ପର୍ବ 60 ପଦ, ପୁଣି ସେ ଆଣ୍ଠେଇ ପଡି କରି ଉଚ୍ଚ ସ୍ୱରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ।
ସେ ଏହା କହି ମହାନିଦ୍ରା ପ୍ରାପ୍ତ ହେଲେ। ମୋର ପ୍ରିୟ ମାନେ ଆମେ ଦେଖୁଛୁ ଏଠାରେ କଣ କରୁଛନ୍ତି ଷ୍ଟିଫାନ, ସେ ତାଙ୍କୁ ଯେତେବେଳେ ସମସ୍ତେ ମିଳିତ ଭାବରେ ପଥରାଘାତ କରୁଛନ୍ତି, ପଥରରେ ମାରି ଦଉଛନ୍ତି, ସେତେବେଳେ ଷ୍ଟିଫାନ ମଧ୍ୟ ନିଜ ପ୍ରାଣ ଯେତେବେଳେ ତ୍ୟାଗ କରୁଛନ୍ତି ସେତେବେଳେ ମଧ୍ୟ କହୁଛନ୍ତି ପ୍ରଭୁ ଦୟାକରି ଏମାନଙ୍କର ପାପକୁ ତୁମେ ଗଣନା କର ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁ ମତେ ଷ୍ଟିଫାନ, ମୂଷା, ଯୋସେଫ, ହୋସେୟ ଏଇଭଳିଆ ଅନେକ ପ୍ରଭୁଙ୍କର ଦାସ ମାନଙ୍କ ଦ୍ୱାରା ମତେ କାଲି କଥା କହୁଥିଲେ ଏମାନେ କିପରି ଭାବରେ ଅନ୍ୟମାନଙ୍କୁ କ୍ଷମା ଦେଲେ। ଏଟା ଆମେ ଦେଖୁଛୁ ସେ ଆଣ୍ଠେଇ ପଡିକରି ଉଚ୍ଚ ସ୍ୱରରେ ଡାକି କହିଲେ, ହେ ପ୍ରଭୁ ଏଇ ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ। ପ୍ରଭୁଙ୍କ ମହିମା ହଉ। କ୍ଷମା ବିଷୟରେ ଯେତେବେଳେ ଆସେ ବହୁତ କଷ୍ଟର ବିଷୟ, ଆମେ ଅନ୍ୟମାନଙ୍କୁ କ୍ଷମା ଦେବାର ବହୁତ କଷ୍ଟ ହୁଏ, କିନ୍ତୁ ପ୍ରଭୁ ଆଜି ଆମକୁ ସାହାଯ୍ୟ କରନ୍ତୁ। ପ୍ରଭୁ ଏଇ ଦିନ ମାନଙ୍କରେ ଯେତେବେଳେ ଆମେ ଏଇ କୃଷିୟ ବାଣୀ ଆମେ ଯେତେବେଳେ ଶୁଣୁଛୁ, ଯେତେବେଳେ ଯୀଶୁଙ୍କୁ ଏଇ ଦିନ ମାନଙ୍କରେ କୃଷରେ ଯେତେବେଳେ ଟଙ୍ଗାଇବା ପାଇଁ ଯାଉଥିଲେ, ତେବେ ଏଇ ସେଜନରେ ଆମମାନଙ୍କୁ ଶିଖିବା ଦରକାର। ତେବେ ଦ୍ୱିତୀୟ ବ୍ୟକ୍ତି ବିଷୟରେ ମୁଁ ଯେତେବେଳେ ଚିନ୍ତା କରୁଥିଲି ମଶାଙ୍କ ବିଷୟରେ, ମଶାଙ୍କ ଦ୍ୱାରା ପ୍ରଭୁ ସେଠାରେ କହନ୍ତି, ଆମେ ଯାତ୍ରା ପୁସ୍ତକ 32 ପର୍ବ ତାର 32 ପଦରେ ଯଦି ଆମେ ଦେଖୁ, ଦୟାକରି କିଏ ଯଦି ପଢିବାରେ ସାହାଯ୍ୟ କରନ୍ତୁ, ଯାତ୍ରା ପୁସ୍ତକ 32 ପର୍ବ 32 ପଦ। ଯାତ୍ରା 25-32 ଅର୍ଥାତ୍ ତହିଁର ଏକ ପାର୍ଶ୍ୱରୁ ଯାତ୍ରା 32-32 ଓକେ। ତଥାପି ଏବେ ତୁମ୍ଭେ ଯଦି ସେମାନଙ୍କର ପାପ କ୍ଷମା କରିବ, କିନ୍ତୁ ଯଦି ନ କରିବ, ତେବେ ମୁଁ ବିନୟ କରୁଅଛି, ତୁମ୍ଭର ଲିଖିତ ପୁସ୍ତକରୁ ମୋହର ନାମ କାଟି ପକାଅ। ଧନ୍ୟବାଦ। ଦେଖନ୍ତୁ ଏଠାରେ ମଶାଙ୍କ ବିଷୟରେ ଆମେ ଦେଖୁ, ମଶା ଆଉ 40 ଦିନ 40 ରାତ୍ର ଧରିକରି ଯେତେବେଳେ ଆଉ ପ୍ରଭୁଙ୍କର ଯୋଉ 10 ଆଜ୍ଞା ଆଣିବା ପାଇଁ ଯେତେବେଳେ ସିନାଇ ପର୍ବତକୁ ଯାଇଥିଲେ, ସମସ୍ତ ଇସ୍ରାଏଲ ଲୋକ ସେ ସିନାଇ ପର୍ବତ ସେ ତଳେ ସମସ୍ତେ ଅପେକ୍ଷା କରିଛନ୍ତି। ଆମେ ସମସ୍ତେ ଏ ଘଟଣା ଜାଣୁ। ଯେତେବେଳେ ମୂଷା ଯାଇକି 10ଟି ଆଜ୍ଞା ଧରିକି ଯେତେବେଳେ ଆସୁଛନ୍ତି, ଇସ୍ରାଏଲ ଲୋକମାନେ ହାରଣ ଯାଜକ ମଧ୍ୟ ସେମାନଙ୍କ ସହିତ ଅଛନ୍ତି, କିନ୍ତୁ ଏମାନେ କଣ କରୁଛନ୍ତି, ମୂଷା ଏତେ ବିଳମ୍ବ କରି ଆଉ ଆସିବେ ବୋଲି ସେମାନେ ଆଉ ଜାଣି ପାରୁନାହାନ୍ତି। ଇସ୍ରାଏଲ ଲୋକ ପୁରା ସେମାନେ ନିରାଶ ହେଇଯାଇଛନ୍ତି ଯେ ଆମକୁ ଯିଏ ଲିଡର ହେଇକରି ଆମମାନଙ୍କୁ ଯୋଉ ଯିଏ ମିଶର ଦେଶରୁ ଆମମାନଙ୍କୁ କରାଇ ଆଣିଲେ, ସେ ଲୋକ ଦେଖାଯାଉ ନାହିଁ। ସେ ଯାଇଛି, କେବେ ଆସିବ ଆମକୁ ଜଣା ନାହିଁ, ସେ ଆସିବ କି ନ ଆସିବ ଆମମାନଙ୍କୁ ଜଣା ନାହିଁ। ଏହିପରି ସେମାନେ ନିରାଶ ହେଇକରି କଣ କରୁଛନ୍ତି ଆମେ ଜାଣିଛୁ, ସେମାନେ ଏକ ନିର୍ମାଣ କରି ତାକୁ ପୂଜା କରିବାକୁ ଲାଗିଲେ। ପୁଣି ତା ନିକଟରେ ବଳିଦାନ କରି କହିଲେ, ହେ ଇସ୍ରାଏଲ, ଯେଉଁ ଦେବତା ତୁମକୁ ମିଶର ଦେଶରୁ ବାହାର କରି ଆଣିଲେ ସେ ହଉଛି ଏଇ ବୋଲିକରି ସେମାନେ ତା ସହିତ ପୂଜା ସମସ୍ତେ କରିବାକୁ ଲାଗିଥିଲେ। ତ ଯେତେବେଳେ ମୂଷା ଆସିକି ଦେଖୁଛନ୍ତି ବହୁତ ବିରକ୍ତି ହେଇଗଲେ, ଆଉ ସେ ଯୋଉ 10 ଆଜ୍ଞା ଯୋଉ 2ଟା ପଥରରେ ଧରିକି ଆସୁଥିଲେ ତାହା ଫୋପାଡ଼ି ଦେଇ ବହୁତ ରାଗିଗଲେ। ରାଗିଗଲା ପରେ ପ୍ରଭୁ କହିଲେ, ପ୍ରଭୁ ରାଗିଗଲେ, ଦେଖିଲେ ଏମାନଙ୍କୁ ମୁଁ ନିଜର ଲୋକ କରି ଆଉ ମିଶର ଦେଶରେ ଏମାନଙ୍କୁ ମୁଁ ଉଦ୍ଧାର କରିକି ଆଣୁଥିଲି, କିନ୍ତୁ ଏମାନେ ମତେ ଚିହ୍ନି ପାରୁନାହାନ୍ତି, ସେମାନେ ମୂର୍ତ୍ତି ପୂଜା କରୁଛନ୍ତି ବୋଲି ପ୍ରଭୁ ରାଗି ଯାଇକି ମୂଷାଙ୍କୁ ଗୋଟେ କଥା କହିଲେ। ସଦାପ୍ରଭୁ ମୂଷାଙ୍କୁ ଆହୁରି କହିଲେ, ଆମେ ଏଇ ଲୋକମାନଙ୍କୁ ଦେଖିଲୁ, ଦେଖ ସେମାନେ ଅତିଶୟ ଶକ୍ତଗ୍ରୀବ ଲୋକ, ଏଣୁ ତୁମେ ଏବେ ଆମକୁ ଛାଡ଼ି ଦିଅ, ଆମର କ୍ରୋଧ ସେମାନଙ୍କ ପ୍ରତିକୂଳରେ ପ୍ରଜ୍ୱଳିତ ହଉ, ତହିଁରେ ଆମେ ସେମାନଙ୍କୁ ସଂହାର କରିବା, ମାତ୍ର ଆମ୍ଭେ ତୁମ୍ଭକୁ ମହା ଗୋଷ୍ଠୀ କରିବା। ଦେଖନ୍ତୁ ମୋର ପ୍ରିୟ ମାନେ, କେତେ ବହୁତ ବଡ ବିଷୟ। ପ୍ରଭୁ କହୁଛନ୍ତି ମୂଷାଙ୍କୁ, ମୂଷା ଏବେ ଆମକୁ ଛାଡ଼ି ଦିଅ, ମତେ ମୋର କ୍ରୋଧ ପ୍ରଜ୍ୱଳିତ ହେବା ପାଇଁ ଦିଅ, ମୁଁ ସେମାନଙ୍କୁ ସଂହାର କରିଦେବି, ମୁଁ ସେମାନଙ୍କୁ ବିନଷ୍ଟ କରିଦେବି, ମୁଁ ତୁମ ଠାରୁ ଗୋଟେ ମହାଗୋଷ୍ଠୀ ବାହାର କରିବା ପାଇଁ ଚାହେଁ ବୋଲି କରି ଯେତେବେଳେ ପରମେଶ୍ୱର କହୁଛନ୍ତି, ମୂଷା
ପ୍ରଭୁଙ୍କୁ ନିବେଦନ କରୁଛନ୍ତି। ପ୍ରଭୁ ଯେତେବେଳେ ଆମେ 32 ପଦରେ ଦେଖୁ, ତଥାପି ଆଉ 31 ପଦରେ ଆମେ ଯଦି ଦେଖୁ, ଅନନ୍ତର ମୂଷା ସଦାପ୍ରଭୁଙ୍କ ନିକଟକୁ ଫେରି ଯାଇ କହିଲେ, ହାୟ ହାୟ, ଏଇ ଲୋକମାନେ ମହାପାପ କରି ଆପଣମାନଙ୍କ ନିମନ୍ତେ ସ୍ୱର୍ଣ୍ଣ ଦେବତା ନିର୍ମାଣ କଲେ। ତଥାପି ଏବେ ତୁମେ ଯେବେ ସେମାନଙ୍କର ପାପ କ୍ଷମା କରିବ, ଯେବେ ନ କରିବ, ତେବେ ମୁଁ ବିନୟ କରୁଅଛି, ତୁମର ଲିଖିତ ପୁସ୍ତକରୁ ମୋର ନାମ କାଟି ପକାଅ। ମୋର ପ୍ରିୟମାନେ, ଆମେ ଏଠାରେ ଦେଖିପାରୁଛୁ ମୂଷା ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଦୟାକରି ଏମାନଙ୍କୁ କ୍ଷମା କର। ପ୍ରଭୁ ଯଦି କ୍ଷମା ନ କରିବ, ତେବେ ତୁମର ସେଇ ଲିଖିତ ପୁସ୍ତକରୁ ମୋ ନାମ କାଟି ଦିଅନ୍ତୁ। ଏଡ଼େ ବଡ଼ ଦେଖନ୍ତୁ, ଏଠି ଆମେ ମୂଷାଙ୍କର ଜୀବନରୁ ଯଦି ଦେଖୁ, ମୂଷା ଯଦି ନିଜ ସ୍ୱାର୍ଥ ଦେଖିଥାନ୍ତେ, କହିଥାନ୍ତେ, ପ୍ରଭୁ ସତ କଥା ଏମାନଙ୍କୁ ବିନଷ୍ଟ କରିଦିଅ, ପ୍ରଭୁ ମୋ ଠାରୁ ଗୋଟେ ଗୋଷ୍ଠୀ ବାହାର କର, ମୁଁ ଲିଡର ହେବା ପାଇଁ ଚାହେଁ, ମୋର ନାମ ଉଚ୍ଚରେ ଆସୁ, ଏଇଭଳି ସେ ଆଉ ନିଜର ସ୍ୱାର୍ଥ ଯଦି ଦେଖିଥାନ୍ତେ କହିଥାନ୍ତେ। କିନ୍ତୁ ସେ କହିଲେ, ନାଇଁ ପ୍ରଭୁ, ତୁମେ ମହାନ, ତୁମେ ଯୋଉ ପ୍ରତିଜ୍ଞା କରିସାରି ଅଛ ସେ ପ୍ରତିଜ୍ଞା ସଫଳ କର, ନହେଲେ ଅନ୍ୟ ଜାତିର ଲୋକମାନେ କହିବେ ପରମେଶ୍ୱର ତାଙ୍କରି ଲୋକମାନଙ୍କୁ ଉଦ୍ଧାର କରିପାରିଲେ ନାହିଁ, ବଞ୍ଚାଇ ପାରିଲେ ନାହିଁ, ସେଥିପାଇଁ ସମସ୍ତଙ୍କୁ ମାରିଦେଲେ ବୋଲି କହି ତୁମର ନାମକୁ ପ୍ରଭୁ ଅପମାନ କରିବେ ବୋଲି ମୂଷା କହିଲେ। ମୋର ପ୍ରିୟମାନେ, ଆଜି ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସେଇଭଳିଆ ତୃତୀୟ ବ୍ୟକ୍ତି ଯୋସେଫଙ୍କ ଜୀବନରୁ ମୁଁ ଦେଖୁଥିଲି, ଆଉ ଆଦି ପୁସ୍ତକ 50:20 ପଦରେ, ଯେ ଯୋସେଫର ଭାଇମାନେ ଯୋସେଫ ପ୍ରତି ଏତେ ଅନ୍ୟାୟ କଲେ, ତା ପ୍ରତି ଏତେ ଅନ୍ୟାୟ କଲେ, ତାକୁ ମାରିବା ପାଇଁ ଚେଷ୍ଟା କଲେ, ତାକୁ ଅନ୍ୟ ଜାଗାରେ ବିକ୍ରି କରିଦେଲେ। ତଥାପି ଯେତେବେଳେ ଦୁର୍ଭିକ୍ଷ ସମୟରେ ତା ଭାଇମାନେ ଯେତେବେଳେ ତା ପାଖକୁ ଆସୁଛନ୍ତି ଖାଦ୍ୟ ନେବା ପାଇଁ, ଶସ୍ୟ ନେବା ପାଇଁ, ସେତେବେଳେ ଯୋସେଫ ସେମାନଙ୍କୁ କ୍ଷମା କରିଦିଅନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଠିକ ସେଇଭଳିଆ ଆଉ ଚତୁର୍ଥ ବ୍ୟକ୍ତି ଯେତେବେଳେ ହସେ ଭବିଷ୍ୟତ ବକ୍ତା ଭିତରେ ଆମେ ଯେତେବେଳେ ଦେଖୁ, ଆମେ ଜାଣୁ ପ୍ରଭୁ ତାଙ୍କୁ କହିଥିଲେ ତୁମେ ଗୋଟେ ବ୍ୟଭିଚାରିଣୀ ସ୍ତ୍ରୀକୁ ବାହା ହବ। ପ୍ରଭୁଙ୍କର କଥା ଅନୁଯାୟୀ ହସେ ଗୋଟେ ବ୍ୟଭିଚାରିଣୀ ସ୍ତ୍ରୀକୁ ବାହା ହେଲେ। ବାହା ହେଲା ପରେ ଆମେ ହସେ 3 ପର୍ବତର 1ରୁ 3 ପଦ ଭିତରେ ଯଦି ଆମେ ଦେଖୁ, ସେଠି କଣ କରୁଛନ୍ତି, ସେ ବ୍ୟଭିଚାରିଣୀ ସ୍ତ୍ରୀ ଅନ୍ୟ ଜଣେ ପୁରୁଷ ସହିତ ପଳା, ଅନ୍ୟ ଜଣେ ପୁରୁଷ ସହିତ ପଳେଇବାର ଅର୍ଥ ଅନ୍ୟ ଦେବୀ ଦେବତାଙ୍କର ଆଉ ପଛରେ ଯାଉଛନ୍ତି। କିନ୍ତୁ ଆମେ ଏଠି ଦେଖିବାକୁ ଗଲେ ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ପୁରୁଷ ସହିତ ପଳାଉଛନ୍ତି। କିନ୍ତୁ ପ୍ରଭୁ ପୁଣି ଥରେ ହସେଇବାକୁ କହୁଛନ୍ତି, ଯାଇକରି ସେ ସ୍ତ୍ରୀକୁ ତୁମେ ଆଣ। ତେବେ ମୋର ପ୍ରିୟମାନେ, ଏ କ୍ଷମା କରି ଯାଇକରି ଆପଣ ସ୍ତ୍ରୀକୁ ଧରି ଆସୁଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ଗୌରବ, ପ୍ରଭୁଙ୍କର ମହିମା ହଉ। ପ୍ରଭୁ ଆଜି ଆମମାନଙ୍କୁ ଅନୁଗ୍ରହ କରନ୍ତୁ ମୋର ପ୍ରିୟମାନେ। ଆଉ ପଞ୍ଚମ ବ୍ୟକ୍ତି, ସେ ଆଦି ସେହି ଅନ୍ତ ବ୍ୟକ୍ତି ପରମେଶ୍ୱର ଅଟନ୍ତି, ସେ ଯୀଶୁ ଖ୍ରୀଷ୍ଟ ଅଟନ୍ତି, ଯେ କି ନିଜେ କଷ୍ଟରେ ଥାଇ ମଧ୍ୟ, କ୍ରୁଶରେ ଥାଇ କହୁଛନ୍ତି ଏମାନଙ୍କୁ କ୍ଷମା କର। ଆଜି ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ଅନୁଗ୍ରହ କରନ୍ତୁ। ଆମେ ଜାଣୁ ଓଡ଼ିଶାରେ ଜଣେ ବିଦେଶର ଗ୍ରାହାମ ଷ୍ଟେନ୍ ଆସିକରି ଓଡ଼ିଶାରେ ରହୁଥିଲେ। ଜଣେ ଅଷ୍ଟ୍ରେଲିଆର ମିଶନାରୀ ମୟୂରଭଞ୍ଜର ସେ କୋଡ଼ିମାନଙ୍କର ସେବା କରୁଥିଲେ। ତାଙ୍କର 2ଟି ପୁଅ, ଆମେ ଜାଣୁ ସମସ୍ତେ ଏ ଘଟଣା, ଫିଲିପ ଆଉ ତିମୋଥୀ ବୋଲିକରି, ଆଉ ତାଙ୍କରି ସ୍ତ୍ରୀ ଆଉ ଗ୍ଲାଡି ଷ୍ଟେନ୍ସ, ଏ 2ଟି ପୁଅ ଆଉ ସ୍ୱାମୀ ସମସ୍ତେ ମିଶି ସେଠାରେ ସେବା କରୁଥିଲେ। ସେବା କଲା ବେଳକୁ କଣ କଲେ, ଅନେକ ଲୋକମାନେ 3 ଜଣଙ୍କୁ ବାପାଙ୍କୁ 2ଟି ପୁଅଙ୍କୁ ମାରିଦେଲେ। ସେ ସମୟରେ ଆଉ ଗ୍ଲାଡି ଷ୍ଟେନ୍ ପ୍ରଭୁଙ୍କର ଜଣେ ଦାସୀ, ଯାହାକି ସେ 2ଟି ଛୁଆର ମା, ଯେତେବେଳେ ଆସି ସମସ୍ତେ ଆଉ ତାଙ୍କୁ କହିଲେ ଏମାନଙ୍କ ପ୍ରତି କଣ ଦଣ୍ଡ ଦେବା ପାଇଁ ତୁମେ ଚାହଁ, କାରଣ ତୁମର ସ୍ୱାମୀ ଚାଲିଗଲେ, ତୁମର 2ଟି ସନ୍ତାନ ଚାଲିଗଲେ, ତୁମେ ସେମାନଙ୍କ ପ୍ରତି କଣ ଦଣ୍ଡ ଦେବା ପାଇଁ ଚାହଁ? ସେ କହିଲେ ସେମାନଙ୍କୁ କ୍ଷମା କରିଦିଅ। କ୍ଷମାର ବିଷୟ ଯେତେବେଳେ ଆସିଛି, ବହୁତ ମାନେ ଆଉ ପ୍ରଚାର କରିବା ପାଇଁ ମୋତେ ଡର ଲାଗେ କ୍ଷମା ବିଷୟ, କାରଣ କ୍ଷମା ଦେବା ଏତେ ସହଜ ନୁହେଁ। କିନ୍ତୁ ପ୍ରଭୁଙ୍କୁ ଆମେ ସେଇ ଶକ୍ତି ମାଗିବା, ପ୍ରଭୁ ଆମମାନଙ୍କୁ ସେଇ ଶକ୍ତି ଦିଅ। ପ୍ରଭୁ ଗୌରବ ପାଆନ୍ତୁ, ପ୍ରଭୁ ମହିମା ପାଆନ୍ତୁ। ଆମେ ଅନ୍ୟକୁ ଯଦି ଆମେ କ୍ଷମା କରିବା ତ ଆମେ ଅନେକ ଲାଭ ପାଇବା। ପ୍ରଭୁ ଆମକୁ କ୍ଷମା କରିବେ। ଯଦି ମାଥିଉ 6:14 ପଦରେ ଯଦି ଆମେ ଦେଖିବା, ଯୀଶୁ ପ୍ରାର୍ଥନା କରିବା ଶିଖାଇଲେ, ସେଠାରେ କହିଲେ ଆମେ ଯଦି ଅନ୍ୟମାନଙ୍କୁ କ୍ଷମା କରିବା, ତେବେ ପ୍ରଭୁ ଆମମାନଙ୍କର ଅପରାଧ କ୍ଷମା କରିବେ।
ଆମେ ଅନ୍ୟମାନଙ୍କୁ ଯଦି କ୍ଷମା କରିବା ତେବେ ଆମେ କ୍ଷମା ପାଇବା ମୋର ପ୍ରିୟମାନେ। ହିତପଦ 17 ପର୍ବ 9 ପଦରେ ଯଦି ଆମେ ଦେଖୁ ସେଟା ଆମେ କ୍ଷମା ଯଦି ଆମେ ଅନ୍ୟମାନଙ୍କୁ କରିବା ଆମେ ପ୍ରଭୁଙ୍କ ସହିତ ସମ୍ପର୍କ ଆହୁରି ଆମର ଦୃଢ ହେବ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେବେ କିଏ କ୍ଷମା ଦେଇପାରିବ? ପ୍ରଥମ ଜନ 1 ପର୍ବ 9 ପଦ ଅନୁଯାୟୀ ଲେଖାଯାଏ, ଆମେ ଯଦି ଆପଣା ପାପ ସ୍ୱୀକାର କରିବା ତେବେ ସେ ଆମମାନଙ୍କର ପାପକୁ କ୍ଷମା କରିବାକୁ ବିଶ୍ୱସ୍ତ ନ୍ୟାୟବାନ ପରମେଶ୍ୱର ଅଟନ୍ତି। ସେ ହିଁ ଯୀଶୁଖ୍ରୀଷ୍ଟ ଈଶ୍ୱର ହିଁ ଆମମାନଙ୍କୁ କ୍ଷମା ଦେଇପାରିବେ। ଆଉ କିଏ କ୍ଷମା ଦେଇପାରିବ ମୋର ପ୍ରିୟମାନେ? ମାଥ୍ୟୁ 18 ପର୍ବ ତାର 21 ରୁ 22 ପଦ ଯଦି ଆମେ ଯେତେବେଳେ ଦେଖୁ ସେ ତାର ପିତର ଆସି ଯୀଶୁଙ୍କୁ କହୁଛନ୍ତି, ପ୍ରଭୁ ମୋର ଭାଇ କେତେ ଥର ପାପ କଲେ, କେତେ ଥର ଅପରାଧ କଲେ, କେତେ ଥର ଭୁଲ କଲେ ମୁଁ ତାକୁ କ୍ଷମା ଦେବି? ଯୀଶୁ କହିଲେ 70 ଗୁଣ 7 ଥର। ଅର୍ଥାତ୍ ଆମେ ମଣିଷ ମାନେ ମଧ୍ୟ କ୍ଷମା ଦେଇପାରିବା। ପ୍ରଭୁ ଆମମାନଙ୍କୁ କହିଛନ୍ତି ଲିମିଟଲେସ୍ କ୍ଷମା ଦିଅ, କିଛି ଲିମିଟ ନାହିଁ। ତୁମେ କେତେ ଥର କ୍ଷମା ଦେବ ତାର କିଛି ଲିମିଟ ନାହିଁ। ତୁମେ କ୍ଷମା ଦେଇପାରିବ, କାରଣ ତୁମେ କ୍ଷମା ଦେଲେ ତୁମେ ଅନୁଗ୍ରହ ପାଇବ, ତୁମେ କ୍ଷମା ଦେଲେ ତୁମେ କ୍ଷମା ପାଇବ। ତୁମେ ଯୋଉ ମାପରେ ମାପି କରିଦେବ ସେଇ ମାପରେ ତୁମକୁ ମାପି ମୋ ପାଇଁ ଦିଆଯିବ। ସେଥିପାଇଁ ପ୍ରଭୁ ଆଜି ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଦୟା କରନ୍ତୁ ମୋର ପ୍ରିୟମାନେ। ପ୍ରଥମ ବାଣୀ ମୁଁ ଏତିକି ରଖିବା ପାଇଁ ଚାହେଁ, ଆଉ ଦ୍ୱିତୀୟ ବାଣୀ ଆମେ ଅଳ୍ପ ସମୟ ଶୁଣିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଦ୍ୱିତୀୟ ବାଣୀ ଆମେ ଆଉ ପଢିବା ସେଇ ଲୁକ 23 ପର୍ବ 43 ପଦରେ ଆମେ ପାଇପାରିବା। ସେଟା ଏପରି ଲେଖାଯାଏ, ସେଥିରେ ସେ ତାହାକୁ କହିଲେ, ମୁଁ ତୁମକୁ ସତ୍ୟ କହୁଅଛି ଆଜି ତୁମେ ମୋର ସହିତ ପାରଦୀସରେ ଉପସ୍ଥିତ ହେବ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଏଇ ଦ୍ୱିତୀୟ ବାଣୀ ଆମେ ଯେତେବେଳେ ଶୁଣୁ ଯୀଶୁଙ୍କ ମୁଖରୁ ଆମମାନଙ୍କୁ ଆଶ୍ୱାସନା ମିଳେ। କାହିଁକି ଆଶ୍ୱାସନା ମିଳେ? ଆମେ ଜାଣୁ ଏ ଦୁଇ ଦୁଷ୍କର୍ମକାରୀ, ଜଣେ ତ ବାମ ପାର୍ଶ୍ୱରେ ଆଉ ଜଣେ ତ ଦକ୍ଷିଣ ପାର୍ଶ୍ୱରେ, ଆଉ ଯୀଶୁଖ୍ରୀଷ୍ଟ ମଝିରେ ଅଛନ୍ତି କ୍ରୁଶରେ। ଆଉ ଏ ଶେଷ ସମୟରେ ଅର୍ଥାତ୍ କ୍ରୁଶରେ ଟାଙ୍ଗି ହେଇ ଆଉ ଅଳ୍ପ ସମୟ ପରେ ଜୀବନ ଚାଲିଯିବ। ସେଇ ପରିସ୍ଥିତିରେ ସେ ଦୁଇ ଜଣ ଆଉ ଦୁଷ୍କର୍ମକାରୀ ମାନେ କଣ କରୁଛନ୍ତି? ଜଣେ ତ ଯୀଶୁଙ୍କୁ ନିନ୍ଦା କରି କହିବାକୁ ଲାଗିଲା, ତୁ କଣ ଖ୍ରୀଷ୍ଟ ନୁହଁ? ନିଜକୁ ଆମମାନଙ୍କୁ ରକ୍ଷା କର। କିନ୍ତୁ ଅନ୍ୟ ଜଣକ ତାକୁ ଧମକ ଦେଇ ଉତ୍ତର ଦେଲା, ତୁ ସମାନ ଦଣ୍ଡ ତ ପାଉଛୁ, ତୁ ଈଶ୍ୱରଙ୍କୁ କଣ ଭୟ ମଧ୍ୟ କରୁନା? ଆଉ ଆମେମାନେ ସିନା ନ୍ୟାୟ ଭାବରେ ଦଣ୍ଡ ପାଉଛୁ, କାରଣ ଆମେମାନେ ନିଜ ନିଜ କର୍ମର ସମୁଚିତ ଫଳ ପାଉଛୁ, କିନ୍ତୁ ଏଇ ବ୍ୟକ୍ତି କୌଣସି ଦୋଷ କରିନାହାନ୍ତି। ତାପରେ ସେ ପ୍ରାର୍ଥନା କରୁଛି, ପ୍ରଭୁ ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମତେ ସ୍ମରଣ କରିବେ ପ୍ରଭୁ। ସେଥିରେ ଯୀଶୁ ତାଙ୍କୁ କହିଲେ, ମୁଁ ତୁମକୁ ସତ୍ୟ କହୁଛି ଆଜି ତୁମେ ମୋର ସହିତ ପାରଦୀସରେ ଉପସ୍ଥିତ ହେବ। ହାଲେଲୁୟା। ମାନେ ଶେଷ ସମୟରେ ସେ କଣ କରୁଛନ୍ତି? ମୁଁ ଏଇ ଦ୍ୱିତୀୟ ବାଣୀକୁ ଗୋଟେ ଟପିକ ମୁଁ ଦେଇଛି, ପରିତ୍ରାଣର ପ୍ରତିଶ୍ରୁତି। ହାଲେଲୁୟା, ପରିତ୍ରାଣର ପ୍ରତିଶ୍ରୁତି। ଯୀଶୁଙ୍କର ଦ୍ୱିତୀୟ ବାଣୀ କ୍ରୁଶରେ ଥାଇ ଯେତେବେଳେ କହୁଛନ୍ତି, ସେ କେବେ ମଧ୍ୟ ମୁଖାପେକ୍ଷା କରିବା ପରମେଶ୍ୱର ନାହାନ୍ତି ମୋର ପ୍ରିୟମାନେ। ଆମେ ମାଥ୍ୟୁ 5 ପର୍ବ ତାର 45 ପଦରେ ଯଦି ଦେଖୁ, ପ୍ରଭୁ କହନ୍ତି, ପ୍ରଭୁ ଦୁଷ୍ଟ ଓ ସନ୍ଥ ଉଭୟଙ୍କର ଉପରେ ସେ ଆପଣା ସୂର୍ଯ୍ୟ ଉଦୟ କରାନ୍ତି, ପୁଣି ଧାର୍ମିକ ଓ ଅଧାର୍ମିକ ମାନଙ୍କ ଉପରେ ମଧ୍ୟ ସେ ଦୃଷ୍ଟି ବର୍ଷାନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆମେ ସମସ୍ତଙ୍କୁ ସେ ଜହନ 3 ପର୍ବ 16 ପଦ ଅନୁଯାୟୀ ସେ ପୁରା ଜଗତକୁ ପ୍ରେମ କଲେ। ଜଗତରେ ଦୁଷ୍ଟ ଅଛନ୍ତି, ସନ୍ଥ ଲୋକମାନେ ବି ଅଛନ୍ତି, ଧାର୍ମିକ ଅଛନ୍ତି, ଅଧାର୍ମିକ ଅଛନ୍ତି, ସବୁ ପ୍ରକାର ଆଉ ଜାତିର ଲୋକ ଅଛନ୍ତି, ସବୁ ପ୍ରକାର ବର୍ଣ୍ଣର ଲୋକ ଅଛନ୍ତି, ସମସ୍ତଙ୍କୁ ସେ ପ୍ରେମ କଲେ। ସେଥିପାଇଁ ଏ ଲୋକ ଅପରାଧ କରିଥିଲେ ମଧ୍ୟ ଶେଷ ସମୟରେ ପ୍ରଭୁ ସେ ଅନୁତାପ କରୁଛି। ଆଉ ତିତସ ତାର 2 ପର୍ବ 11 ପଦରେ ଯଦି ଆମେ ଦେଖୁ, କାରଣ ସମସ୍ତ ମାନବର ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ପ୍ରକାଶିତ ହେଲା ସମସ୍ତ ମାନବ ପାଇଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରେରିତ 10 ପର୍ବ ତାର 34 ପଦରେ ଯଦି ଆମେ ଦେଖୁ, ଈଶ୍ୱର ମୁଖାପେକ୍ଷା କରନ୍ତି ନାହିଁ। ପିତର ସେଠାରେ ପ୍ରଚାର କରୁଛନ୍ତି, ମୁଖାପେକ୍ଷା କରନ୍ତି ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତ ଏଇ ଆଉ ଏ ଦ୍ୱିତୀୟ ବାଣୀ ଭିତରେ ପ୍ରଭୁ ମତେ 4ଟା ବିଷୟ ମତେ ଶିଖେଇଲେ, ଆପଣମାନଙ୍କ ସମ୍ମୁଖରେ ମୁଁ ରଖିବା ପାଇଁ ଚାହେଁ। ଯେ ଯେତେବେଳେ ସେଇ ଆଉ ଦୁଷ୍କର୍ମକାରୀ ସେ ଅପରାଧୀ ଯେତେବେଳେ ଯୀଶୁଙ୍କୁ କହୁଛି, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମତେ ସ୍ମରଣ କରିବେ,
ଅର୍ଥାତ୍ ସେ ଶେଷ ସମୟରେ ସେ କଣ କରୁଛି? ପ୍ରଥମ ବିଷୟ ଅନୁତପ୍ତ ପାପୀର ନିବେଦନ। ସେ ପାପୀ କଣ କରୁଛି? ଅନୁତାପ କରୁଛି ଆଉ କହୁଛି, ହେ ପ୍ରଭୁ ମୋର ଭୁଲ ହେଇଯାଇଛି, ଆଜି ମୁଁ ଜାଣିପାରୁଛି ଆପଣ ଗୋଟେ ଭଲ ଲୋକ ହେଇ, ଆପଣ ଗୋଟେ ପରମେଶ୍ୱର ହେଇ, ଆପଣ ଗୋଟେ ସ୍ୱୟଂ ଈଶ୍ୱର ହେଇ ମଧ୍ୟ ଆପଣଙ୍କର କିଛି ବି ଭୁଲ ନାହିଁ, ତଥାପି ଆପଣ ଆମ ଭଳିଆ ଦଣ୍ଡ ଭୋଗୁଛନ୍ତି। ତେବେ ଆପଣ ମହାନ ହେଇଥିବେ, ଆପଣ ସାଧାରଣ ପରମେଶ୍ୱର ନୁହନ୍ତି ବୋଲି ସେ ଅନୁତାପ କରି ସେ କଣ କହୁଛି? ପ୍ରଭୁ ଆପଣ ଯେତେବେଳେ ଆଉ ସ୍ୱର୍ଗ ରାଜ୍ୟକୁ ଯିବେ ମତେ ମନେ ପକାଇବେ। ଅନୁତପ୍ତ ପାପୀର ନିବେଦନ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଆଉ ଦ୍ୱିତୀୟ ବିଷୟ ମୁଁ ଯେତେବେଳେ ଚିନ୍ତା କରୁଥିଲି ମୋର ପ୍ରିୟ ମାନେ, ଏଇଠାରେ ଆମେ ଦେଖିପାରୁଛୁ ଯୀଶୁଙ୍କ କ୍ଷମାଶୀଳ ହୃଦୟକୁ ଆମେ ଦେଖିପାରୁଛୁ। ସେ କ୍ଷମାମୟ। ଏବେ ଆମେ ଜଷ୍ଟ ପ୍ରଥମ ବାଣୀରେ ଆମେ ଦେଖୁଥିଲୁ ସେ କୃଷରେ ଥାଇ ପିତାଙ୍କୁ କହୁଛନ୍ତି, ପିତା ଏମାନଙ୍କୁ କ୍ଷମା କର। ତାଙ୍କର କ୍ଷମାଶୀଳ ହୃଦୟକୁ ଆମେ ଦେଖୁଛୁ। ନହେଲେ ପ୍ରଭୁ କହିଥାନ୍ତେ ତୁମେ ଯାଅ, ତୁମେ ବାପ୍ତିସ୍ମ ନିଅ, ମନ ପରିବର୍ତ୍ତନ କର, ଆଉ ପୁରା ବାଇବଲକୁ ପଢି ସାର, ଆଉ ତୁମେ ମୋ ନାମରେ ଯାଇ ଅନ୍ୟମାନଙ୍କୁ ସୁସମାଚାର ଜଣାଅ, ତାପରେ ମୁଁ ତୁମକୁ କ୍ଷମା କରିବି, ତୁମକୁ ମୁଁ ସ୍ୱର୍ଗ ରାଜ୍ୟରେ ଗଲେ ମୁଁ ମନେ ପକାଇବି, ମୁଁ ପରେ ତୁମ ପାଇଁ ଆଉ ଆଶୀର୍ବାଦ କରିବି କହିଥାନ୍ତେ ମୋର ପ୍ରିୟମାନେ। ତାଙ୍କେ କ୍ଷମାଶୀଳ ପରମେଶ୍ୱର ସେଥିପାଇଁ କହିଲେ, ଆଜି ତମେ ଆଜି ମନ ପରିବର୍ତ୍ତନ କରିଅଛ, ଆଜି ତୁମେ ମନ ଫେରାଇ ଅଛ, ଆଜି ତୁମେ ଜାଣିପାରିଅଛ ତୁମର ପାପ କଣ। ସେଥିପାଇଁ ତାଙ୍କେ କହୁଛନ୍ତି, ଯୀଶୁ ନିଜେ କଷ୍ଟରେ ମଧ୍ୟ ଥାଏ, ନିଜେ କଣ କରୁଛନ୍ତି? କଷ୍ଟ, ତାଙ୍କୁ କଷ୍ଟ ସେ ଅନୁଭବ କରୁଛନ୍ତି, ତଥାପି ସେ ଅପରାଧୀର ପ୍ରାର୍ଥନା ଶୁଣୁଛନ୍ତି ଆଉ କ୍ଷମା ଦେଉଛନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସେ କ୍ଷମାଶୀଳ ପରମେଶ୍ୱରଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ସେ ଆମମାନଙ୍କୁ ମଧ୍ୟ କ୍ଷମା କରିଅଛନ୍ତି, ସେଥିପାଇଁ ଆଜି ଆମମାନେ ଜୀବିତ ଅଛୁ ମୋର ପ୍ରିୟମାନେ। ସେଥିପାଇଁ ପ୍ରଭୁଙ୍କର ଗୌରବ ହଉ। ଆଉ ତୃତୀୟ ବିଷୟ ମୁଁ ଯେତେବେଳେ ଆଉ ଦେଖୁଥିଲି, ପ୍ରଭୁ ତତ୍କାଳ ମୁକ୍ତିର ଆଶ୍ୱାସନା ଦେଉଛନ୍ତି। ତତ୍କାଳ ମାନେ ସାଙ୍ଗେ ସାଙ୍ଗେ ତାଙ୍କେ ମୁକ୍ତିର ଆଶ୍ୱାସନା ଦେଉଛନ୍ତି। ତାଙ୍କୁ କହୁଛନ୍ତି, ଯୀଶୁ ତାଙ୍କୁ ପରେ ସ୍ୱର୍ଗକୁ ନେବି ବୋଲି କହିନାହାନ୍ତି। ତାଙ୍କେ କହିଲେ ଆଜି ହିଁ କହୁଛନ୍ତି, ଆଜି ତୁମେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ। ମାନେ ତତ୍କାଳ ସେ ସାଙ୍ଗେ ସାଙ୍ଗେ ମୁକ୍ତିର ଆଶ୍ୱାସନା ଦେଉଛନ୍ତି। ହାଲେଲୁୟା, ପ୍ରଭୁ ଗୌରବ ପାଆନ୍ତୁ, ପ୍ରଭୁ ମହିମା ପାଆନ୍ତୁ। ସେ ଆଉ ଚତୁର୍ଥ ବିଷୟ ଆମମାନଙ୍କୁ ସେ କହିବା ପାଇଁ ଚାହାନ୍ତି, ସେ ପାରଦୀସ ବା ସ୍ୱର୍ଗ ରାଜ୍ୟର ପ୍ରତିଶ୍ରୁତି ଦେବା ପରମେଶ୍ୱର। ଯୀଶୁ ତାଙ୍କୁ ସ୍ୱର୍ଗରେ ନିଜ ସହିତ ରହିବାର ପ୍ରତିଶ୍ରୁତି ଦେଲେ। ତାଙ୍କେ କହିଲେ, ମୁଁ ତ ଯିବି ସ୍ୱର୍ଗକୁ, ଆଉ ତୁମକୁ ମଧ୍ୟ ମୁଁ ନେଇକରି ଯିବି। ହାଲେଲୁୟା, ଆଜି ପ୍ରଭୁ ଅନୁଗ୍ରହ କରନ୍ତୁ, ପ୍ରଭୁ ମହିମା ପାଆନ୍ତୁ। ଆଜି ଆମମାନଙ୍କୁ କଥା କୁହନ୍ତୁ ଏହି ଦିନ ମାନଙ୍କରେ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ବାଇବଲରେ ଲେଖାଯାଏ ମାଥ୍ୟୁ 21 ପର୍ବ ତାର 28 ପଦରୁ ଯଦି ଆମେ 32 ପଦ ଯଦି ଆମେ ଦେଖିବା, ସେଠାରେ ଦୁଇ ଜଣ ପୁଅଙ୍କ ବିଷୟରେ ଆମେ ଦେଖୁ। ଗୋଟେ ପୁଅକୁ ତା ବାପା କହୁଛନ୍ତି, ପୁଅରେ ଦ୍ରାକ୍ଷା କ୍ଷେତ୍ରରେ ଯାଇକରି ଆଜି ଟିକେ କାମ କର। ମାଥ୍ୟୁ 21 ପର୍ବରେ ଆମେ ତା ପାଉ। ଯା ଆଜି ଦ୍ରାକ୍ଷା କ୍ଷେତ୍ର କାମ କର। ସେ ଉତ୍ତର ଦେଲା, ମୋର ଇଚ୍ଛା ନାହିଁ। କିନ୍ତୁ ସେ ପରେ ଅନୁତାପ କରି ଯାଉଛି। କିନ୍ତୁ ଦ୍ୱିତୀୟ ନିକଟକୁ ଆସି ସେଇ ପ୍ରକାର କହିଲେ, ସେ ଉତ୍ତର ଦେଲା, ହଁ ମୁଁ ଯିବି। କିନ୍ତୁ ସେ ଗଲା ନାହିଁ। ଏଇ ଦୁଇଙ୍କ ମଧ୍ୟରୁ କିଏ ପିତାଙ୍କର ଇଚ୍ଛା ସାଧନ କଲା? ସେମାନେ କହିଲେ, ପ୍ରଥମ ଜଣକ। ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, କରଗ୍ରାହୀ ଓ ବେଶ୍ୟା ମାନେ ତୁମମାନଙ୍କ ଆଗେ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରୁଅଛନ୍ତି। କାରଣ ଯୋହନ ତୁମମାନଙ୍କ ନିକଟକୁ ଧାର୍ମିକତାର ପଥ ଦେଇ ଆସିଲେ, ଆଉ ତୁମେମାନେ ତାଙ୍କୁ ବିଶ୍ୱାସ କଲ ନାହିଁ। ମାତ୍ର କରଗ୍ରାହୀ ଓ ବେଶ୍ୟା ମାନେ ତାଙ୍କୁ ବିଶ୍ୱାସ କଲେ। କିନ୍ତୁ ତୁମେମାନେ ଯେପରି ତାଙ୍କୁ ବିଶ୍ୱାସ କରିପାର, ଏଥି ନିମନ୍ତେ ତାହା ଦେଖି ସୁଦ୍ଧା ଅନୁତାପ କଲ ନାହିଁ। ମୋର ପ୍ରିୟମାନେ, ଆଜି ବି ପ୍ରଭୁ ଆମମାନଙ୍କୁ ଆହ୍ୱାନ କରନ୍ତି, ଆଜି ବି ପ୍ରଭୁ ଆମମାନଙ୍କୁ ଡାକନ୍ତି। ଯଦି ଆମେ ତାଙ୍କୁ ରବ ଶୁଣିକରି ତାଙ୍କ ନିକଟକୁ ଆସିବା, ସେ ଆଜି ମଧ୍ୟ ଆମମାନଙ୍କୁ ପରିତ୍ରାଣ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ଆଜି ମଧ୍ୟ ସେ ଆମମାନଙ୍କୁ ପାପକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆଜି ବି ସେ ଆମମାନଙ୍କୁ
ସ୍ୱର୍ଗକୁ ନେବା ପାଇଁ ପ୍ରସ୍ତୁତ ଅଛନ୍ତି। ଲେଖାଯାଏ ଆମେ କେତେ ବାକ୍ୟ ଶୁଣୁ, କେତେ ଆମେ ଆଉ ଆରାଧନା କରୁ, ଆମେ ମଣ୍ଡଳୀକୁ ଯାଉ, ବାଇବଲ ପଢୁ, ବଡ ବଡ ଆଉ ସଭାମାନଙ୍କୁ ଯାଉ। ଏଇ ମାଥି 21 ତାର 28 ରୁ 32 ପଦ ଅନୁଯାୟୀ ଯେ ଯହନ ତ ଆସିଲେ ଧାର୍ମିକତାର ପଥ ଦେଇ, ତୁମାନେ ତାକୁ ବିଶ୍ୱାସ କଲ ନାହିଁ, ମାତ୍ର କରଗ୍ରାହୀ ମାନେ, ବେଶ୍ୟା ମାନେ, ଏବେ ଯୋଉ ଆମେ ଲୋକ ଆଉ 23 ପର୍ବ 43 ପଦରେ ଦେଖିଲୁ, ସେଇ ଦୁଷ୍କର୍ମକାରୀ ମଧ୍ୟ ଶେଷ ସମୟରେ କଣ କରୁଛନ୍ତି? ଅନୁତାପ କରୁଛନ୍ତି। ଆଜି ଅନୁତାପ କରିବାର ଦିନ, ଆଜି ଆମେ ପୁଣି ଥରେ ଫେରି ଆସିବାର ଦିନ, ପ୍ରଭୁଙ୍କ ନିକଟକୁ ସମର୍ପଣ ହେବାର ଦିନ। ପ୍ରଭୁଙ୍କୁ କହିବା, ପ୍ରଭୁ ହଁ ମୁଁ ତ ଅନେକ ବର୍ଷ ହେଲା ତୁମକୁ ଜାଣିଛି, ମୁଁ ତ ମଣ୍ଡଳୀକୁ ବି ଯାଉଛି, ପ୍ରଚାର ବି କରୁଛି, ସବୁ ପ୍ରଭୁ ଉତ୍ତମ କର୍ମ କରୁଛି, ତଥାପି ଆଜି ମୁଁ ତୁମ ପାଖକୁ ଫେରି ଆସିଛି। କାରଣ ପ୍ରକାଶିତ ପୁସ୍ତକରେ ଆମେ ଦେଖୁ ମୋର ପ୍ରିୟ ମାନେ, 7ଟି ମଣ୍ଡଳୀକୁ ଆଉ ପ୍ରଭୁ କହୁଛନ୍ତି ତୁମର ତ ସବୁ ବିଷୟ ଉତ୍ତମ, ସବୁ ବିଷୟ ତୁମର ଧୈର୍ଯ୍ୟ ବି ଅଛି, ତୁମେ ପ୍ରଭୁଙ୍କର ଦାସ ମାନଙ୍କୁ ମଧ୍ୟ ଚିହ୍ନ, ତୁମେ କୋଉ ବାକ୍ୟ ମନେ ରଖିବ, କୋଉଟା ଛାଡିବ, ସବୁ ବିଷୟ ତୁମେ ଜାଣ, କିନ୍ତୁ ତୁମର ଗୋଟେ ଭୁଲ ଅଛି। ଆଜି ଆମେ ସେଇ ପ୍ରାର୍ଥନା କରିବା ମୋର ପ୍ରିୟ ମାନେ, ପ୍ରଭୁ ହଁ ମୁଁ ତୁମକୁ ଜାଣେ, ମଣ୍ଡଳୀକୁ ବି ଯାଏ, ପ୍ରାର୍ଥନା ବି କରେ, ବାକ୍ୟ ବି ଧ୍ୟାନ କରେ, କିନ୍ତୁ ଆଜି ମୋର ଭୁଲଟା ମତେ ଜଣେଇ ଦିଅ। ମୋ ସହିତ କଲନ୍ତୁ ଗୋଟେ ବାକ୍ୟ, ଗୀତ ସଂହିତା 139 ପର୍ବ 139 ପର୍ବ ତାର ଆଉ 22, 23, 24 ପଦରେ ଏପରି ଭାବରେ ଆଉ ଦାଉଦ କହନ୍ତି, ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ଘୃଣାରେ ଘୃଣା କରେ, ମୁଁ ସେମାନଙ୍କୁ ଆପଣାର ଶତ୍ରୁ ବୋଲି ଜ୍ଞାନ କରେ। ହେ ପରମେଶ୍ୱର, ମୋର ଅନୁସନ୍ଧାନ କର ଓ ମୋ ଅନ୍ତଃକରଣର ପରିଚୟ ନିଅ, ମତେ ପରୀକ୍ଷା କର ଓ ମୋର ସଂକଳ୍ପ ସବୁ ଜ୍ଞାତ ହୁଅ, ଆଉ ମୋ ଅନ୍ତରରେ ଦୁଷ୍ଟତାର କୌଣସି ମାର୍ଗ ଅଛି କି ନାହିଁ ଏହା ଦେଖ, ପୁଣି ଅନନ୍ତ ପଥରେ ମତେ ଗମନ କର। ଏହି ପ୍ରାର୍ଥନା ଆମେ କରିବା ମୋର ପ୍ରିୟ ମାନେ। ଆମକୁ ଅନୁସନ୍ଧାନ କର ପ୍ରଭୁ, ଆମର ଅନ୍ତଃକରଣର ପରିଚୟ ତୁମେ ନିଅ, ମତେ ପରୀକ୍ଷା କର, ମୋର ସଂକଳ୍ପ ସବୁ ଜ୍ଞାତ, ଆଉ ମୋ ଅନ୍ତରରେ ଦୁଷ୍ଟତାର କୌଣସି ମାର୍ଗ ଅଛି କି ନାହିଁ ତୁମେ ଦେଖ, ଆଉ ମତେ ଅନନ୍ତ ପଥରେ ମତେ ଗମନ କର। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁ ମହାନ ପରମେଶ୍ୱର, ପ୍ରଭୁ ମହାନ ପରମେଶ୍ୱର, ଆମେ ତାଙ୍କ ନିକଟକୁ ଫେରି ଆସିବା। ପ୍ରଭୁ କହନ୍ତି, ସେଇ ଦୁଷ୍କର୍ମକାରୀ ଯୋଉ ବ୍ୟକ୍ତି ଶେଷ ସମୟରେ ଅନୁତାପ କରି ପ୍ରଭୁଙ୍କ ପାଖକୁ ଆସିଛି, ଆଜି ତାକୁ ଆମେ ମନେ ପକାଇବା, ଆମେ ପ୍ରଭୁଙ୍କ ପାଖକୁ ଫେରି ଆସିବା ଆଉ ପ୍ରଭୁଙ୍କୁ କହିବା, ପ୍ରଭୁ ମୁଁ ତୁମକୁ ଜାଣେ କିନ୍ତୁ ନ ଜାଣିଲା ସଦୃଶ, ମୁଁ ତୁମକୁ ଚିହ୍ନେ ନ ଚିହ୍ନିଲା ସଦୃଶ, ମତେ ଆହୁରି ପ୍ରଭୁ ତୁମରି ଶକ୍ତିରେ ମତେ ଶକ୍ତିଯୁକ୍ତ କର, ଯଦ୍ୱାରା କି ମୁଁ ତୁମକୁ ଆହୁରି ଜାଣିପାରିବି, ଆହୁରି ମୁଁ ଚିହ୍ନି ପାରିବି, ଆହୁରି ତୁମର ଯୋଜନାକୁ ବୁଝିପାରିବି, ତୁମେ ମୋର ପାଇଁ କୋଉ ଉଦ୍ଦେଶ୍ୟ ରଖିଅଛ ତାହା ମୁଁ ବୁଝିପାରିବି। ଏହିପରି ଭାବରେ ଆମେ ପ୍ରଭୁଙ୍କ ପାଖକୁ ଫେରି ଆସିବା। ପ୍ରଭୁ ଆଜି ମଧ୍ୟ ପ୍ରକାଶିତ 3 ପର୍ବ 20 ପଦ ଅନୁସାରେ ଦ୍ୱାର ବାହାରେ ଠିଆ ଆଘାତ କରୁଛନ୍ତି। ଆଜି ତାଙ୍କର ସ୍ୱରକୁ ଶୁଣିବା, ଆଜି ତାଙ୍କର ସ୍ୱରକୁ ଶୁଣିବା, ଆଉ ଦ୍ୱାର ଫିଟେଇ ଦେବା, ଆଉ ତାଙ୍କ ସହିତ ଆମେ ବସିବା, ତାଙ୍କ ସହିତ ଆମେ ବସିବା। ପ୍ରଭୁଙ୍କ ସହିତ ବସିବା ଦ୍ୱାରା ଆମେ ଅନୁଗ୍ରହ ପାଇଥାଉ, ପ୍ରଭୁଙ୍କ ସହିତ ବସିବା ଦ୍ୱାରା ଆମେ ବୁଦ୍ଧି ପାଇଥାଉ। ଆଇବ 28 ପର୍ବ 28 ପଦ ଅନୁସାରେ ସଦା ପ୍ରଭୁଙ୍କୁ ଭୟ କଲେ ଆମମାନଙ୍କୁ ଜ୍ଞାନ ମିଳେ, ଆଉ କୁକ୍ରିୟାକୁ ଆମେ ଯଦି ତ୍ୟାଗ କରିବା ଆମେ ବୁଦ୍ଧି ପାଇପାରିବା। ଆଉ ସେ ଜ୍ଞାନ, ସେ ବୁଦ୍ଧି ଆଉ କେହି ନାହିଁ ମୋର ପ୍ରିୟ ମାନେ, ସ୍ୱୟଂ ଯୀଶୁ ଖ୍ରୀଷ୍ଟ, ସ୍ୱୟଂ ଆମମାନଙ୍କର ପିତା ପରମେଶ୍ୱର ହିଁ ବୁଦ୍ଧି ଓ ଜ୍ଞାନ ଅଟନ୍ତି। ଯଦି ଆମେ ତାଙ୍କ ସହିତ ବସିବା, ଯଦି ଆମେ ତାଙ୍କ ସହିତ ବସିବା, ସେ ଆମମାନଙ୍କୁ କଥା କହିବେ। ପ୍ରଭୁ ଏହି ପ୍ରଥମ ବାଣୀ ଓ ଦ୍ୱିତୀୟ ବାଣୀ ଦ୍ୱାରା ଆମ ସମସ୍ତଙ୍କୁ କଥା କହିଛନ୍ତି ମୁଁ ବିଶ୍ୱାସ କରେ। ଆଉ ମୁଁ କାଲି ବେଶୀ ପ୍ରିପାରେସନ୍ ହେଇପାରିନଥିଲି। ରାଉଳ ସାରଙ୍କୁ, ଅମର ସିଂ ଆଜ୍ଞାଙ୍କୁ, ବୀରେନ୍ଦ୍ର ଆଜ୍ଞା, ଯୋଉମାନେ ସବୁ ଲିଡ୍ କରନ୍ତି ସମସ୍ତଙ୍କୁ ପୁଣି ଥରେ ମୁଁ ଧନ୍ୟବାଦ ଦେଉଛି ମତେ ସୁଯୋଗ ଦେଇଥିବା ହେତୁ। ପ୍ରଭୁ ଅନୁଗ୍ରହ କରନ୍ତୁ, ଆଗାମୀ ଦିନମାନଙ୍କୁ ଆହୁରି ପ୍ରଭୁରେ ମୁଁ ବଢି ପାରିବି, ଆହୁରି ବାକ୍ୟ ଶିଖି ପାରିବି, ଆଉ ପ୍ରଭୁଙ୍କର ପାଇଁ ସାକ୍ଷୀ ହେଇପାରିବି। ଧନ୍ୟବାଦ, ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ ଅଶ୍ୱିନୀ, ଆମେନ୍, ଆମେନ୍, ଅତି ଆମେନ୍। ସୁନ୍ଦର ବାକ୍ୟ